ମହିମା ଅପାର ସେ ଆବିର୍ଭାବ ହେଇଥିଲେ 1605 1605 ଆବିର୍ଭାବ ହେଉଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ଭକ୍ତଙ୍କ ସମାଗମ ହେଉଛି। 12 ମାସରେ 13 ପର୍ବ ହେଉଛି। ଆମର ବଡ଼ ଯାତ୍ରା ହେଲା ଜାଗର, କାର୍ତ୍ତିକ ପୂର୍ଣ୍ଣମୀ, ଶୀତଳ ଷଷ୍ଠୀ, ବିଭିନ୍ନ ଜାଗାରେ ଚାଲିଛି। ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି। ଆଜି ଶୁଣା ହେଉଛି ରାଜମହଲରୁ ଗୋଟେ ଗାଈ ଆସି ପରେ କ୍ଷୀର ଦେଉଥିଲା, ସେ ବିଷୟରେ ଟିକେ କିଛି କୁହନ୍ତୁ। ଆମର ଯେଉଁ ବ୍ରାହ୍ମଣୀ ନଦୀ କୂଳରେ ବ୍ରାହ୍ମଣୀ ନଦୀ କୂଳରେ ଗୋଟେ ଦଲାର ବୋଲି ଗୋଟେ ଗାଁ ଅଛି। ସେ ଦଲାର ଗାଁରେ ଜଣେ ଥିଲେ ସେବାସୀ, ତାଙ୍କର ଗୋଟେ ଗାଈ ନୀତି ଆସେ, ଯେଉଁଠି ବର୍ତ୍ତମାନ ସ୍ୱୟଂ ଭଗବାନ ଅଛନ୍ତି। ସେଠି କ୍ଷୀରସ୍ରବେ ପ୍ରଭୁ ସ୍ୱୟଂ ହେଲେ, ସେଠି ଭଗବାନଙ୍କ ସେଠୁ ପ୍ରକଟ ହେଇଛନ୍ତି। ସେଠି ଲୋକଙ୍କର ଗତାଗତ ଚାଲିଛି ଆଉ କିବଦନ୍ତୀ ଯାହା କହୁଛି ଆଉ। ବହୁତ ବହୁତ ଧନ୍ୟବାଦ ନନା, ଜୟ ଜଗନ୍ନାଥ। କହିବାର ସମୟ ଦେଇଥିବାରୁ ହଁ, ଜୟ ଜଗନ୍ନାଥ। ଆଜି ଭୁବନ ଗ୍ରାମର ବୁଦ୍ଧେଶ୍ୱର ମନ୍ଦିର ଯିବା, ଚାଲନ୍ତୁ। ଏଠି ଭୁବନ ଗ୍ରାମର ବଳଯାତ୍ରା ବଡ଼ ହୁଏ, ଦଶହରା ପର୍ବ। ସେଇଠି ତାର ପ୍ରତିନିଧି ରଖିଛନ୍ତି। ଚାଲନ୍ତୁ ଗାଁ ବାଟ ଦେଇ ଆଜି ବୁଦ୍ଧେଶ୍ୱର ମନ୍ଦିର ଯିବା। ଆମେ ଶୁଣିଲୁ ନନା ଏଠି ଦଲାର ଗୋଟେ ଗାଈ ଆସୁଥିଲା ଏବଂ ମନକୁ ମନ କ୍ଷୀର ଦେଉଥିଲା। କ୍ଷୀର ଦେଖିବାରୁ ସେଠୁ ଆବିର୍ଭାବ କଲେ ଗାଁ ଲୋକ ମିଶି ଦେଖିଲେ ଶିବଲିଙ୍ଗ। ତେଣୁ ସେଇ ଦିନଠୁ 1600 ମସିହାରୁ ପୂଜା ଚାଲିଛି। ନନାଙ୍କୁ ଆମେ ଶୁଣିବା ମଧ୍ୟ। ଏଇଟା ଦେଖନ୍ତୁ ଭୁବନ ଏସିଆ ମହାଦେଶର ବଡ଼ ଗାଁ, ଓଡ଼ିଶାର ବଡ଼ ଗାଁ, 5ଟି ପଞ୍ଚାୟତରେ। ତେଣୁ ଆସି ପହଞ୍ଚିଗଲେ ଆମେ ଦଶହରା ଯାତ୍ରା ଦେଖି ଏବଂ ଆସି ପହଞ୍ଚିଗଲେ ବୁଦ୍ଧେଶ୍ୱର ମନ୍ଦିରରେ। ଏଇଠି ଶିବଙ୍କର ଆବିର୍ଭାବ ହେଇଛି। ଦେଖନ୍ତୁ ବୁଦ୍ଧେଶ୍ୱର ମନ୍ଦିର, ତାଙ୍କ ନାଁ ଶିବଙ୍କ ନାଁ ବୁଦ୍ଧେଶ୍ୱର ରଖାଯାଇଛି। ଏଇଠି ଗାଁ ଲୋକମାନେ ଆସି ସବୁ ନୀତି ନିୟମ କରନ୍ତି ଏବଂ ବୁଦ୍ଧେଶ୍ୱରଙ୍କର ପ୍ରତ୍ୟେକ ଦିନ ଶୁଭ ଆଳତୀ ଏବଂ ସକାଳ ଆଳତୀ ଏବଂ ସନ୍ଧ୍ୟା ଆଳତୀ ମଧ୍ୟ ହେଉଛି। ଦେଖନ୍ତୁ ଏଠି କେମିତି ସବୁ ନାଗମାନଙ୍କୁ ଯେଉଁମାନେ ଦେଉଛନ୍ତି ଏଇଠି ସ୍ଥାନ ପାଇଛି। ଯେଉଁମାନେ ମାନସିକ କରି ଚଢ଼ାନ୍ତି ଏଇଠି ରଖାଯାଉଛି। ସେମାନଙ୍କର ନାଗ ଶିବଙ୍କ ଉପରେ ଚଢ଼ାନ୍ତି। ଏଇଠି ସବୁ ପୂଜା ମଣ୍ଡପ, ଯଦି ଭୋଜି ଭୁଜା ହୁଏ ମଣ୍ଡପରେ ବସି ଖାଆନ୍ତି। ଚାଲନ୍ତୁ ଯିବା ଶିବଙ୍କ ଦର୍ଶନ କରିବା। ଏବଂ ଏଠି ବାବା ବୁଦ୍ଧେଶ୍ୱର ବିରାଜମାନ କରିଛନ୍ତି। ଦେଖନ୍ତୁ ଏଠି ବାବା ବୁଦ୍ଧେଶ୍ୱର ବିରାଜମାନ କରିଛନ୍ତି। ଏହି 1600 ମସିହାରେ ସ୍ଥାପିତ ହୋଇଥିଲା। ଚାଲନ୍ତୁ ଯିବା। ମା ପାର୍ବତୀ ମନ୍ଦିର, ଏହି ପାର୍ବତୀ ମନ୍ଦିର ନନାଙ୍କୁ କିଛି ପଚାରିବା ଏବଂ ଚତୁର୍ପାର୍ଶ୍ୱ ପ୍ରଥମେ ବୁଲନ୍ତୁ, ଦେଖନ୍ତୁ। ମନ୍ଦିରର ଚତୁଃପାର୍ଶ୍ୱରେ ଦେବୀ ମାନଙ୍କୁ ସ୍ଥାନ ଦିଆଯାଇଛି। 10ଟି ମାଙ୍କୁ ସ୍ଥାନ ଦିଆଯାଇଛି। ଛିନ୍ନମସ୍ତା ଏବଂ ଧୂମବତୀ, ଏହିଭଳି 10ଟି ଦେବୀଙ୍କୁ ସ୍ଥାନ ଦିଆଯାଇଛି। ଭୈରବୀ ମାତା, ଏହିଭଳି 10ଟି ଦେବୀଙ୍କୁ ସ୍ଥାନ ଦିଆଯାଇଛି। ଏବଂ ସେଠି ଶିବ, ଏଠି ମାତା ପାର୍ବତୀ, ଏହିଭଳି ଏବଂ ରାଧାକୃଷ୍ଣ ଗଣେଶ ସବୁ ମୂର୍ତ୍ତିମାନଙ୍କୁ ସ୍ଥାନ ଦିଆଯାଇଛି। ଯେହେତୁ ଶିବ ଆବିର୍ଭାବ ହେଲେ, ଆସନ୍ତୁ ପଚାରି ବୁଝିବା ନନାଙ୍କୁ। ଜଗନ୍ନାଥ, ଏଠି ମହାଦେବ ବାହାରିଛନ୍ତି। ସେଠି ଆମ ବୁଦ୍ଧେଶ୍ୱର ମହିମା ଅପାର ଆବିର୍ଭାବ ହେଇଥିଲେ 1605 1605 ଆବିର୍ଭାବ ହେଉଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି, ଭକ୍ତଙ୍କ ସମାଗମ ହେଉଛି। 12 ମାସରେ 13 ପର୍ବ ହେଉଛି। ଆମର ବଡ଼ ଯାତ୍ରା ହେଲା ଜାଗର, କାର୍ତ୍ତିକ ପୂର୍ଣ୍ଣମୀ, ଶୀତଳ ଷଷ୍ଠୀ, ବିଭିନ୍ନ ଜାଗାରେ ଚାଲିଛି। ବହୁ ସଂଖ୍ୟାରେ ଲୋକ ଅଛନ୍ତି। ଭଗବାନଙ୍କ ପାଖରେ ଆଜି ଆମର ସମସ୍ତେ ଚାଲିଛି। ରାଜମହଲରୁ ଗୋଟେ ଗାଈ ପରେ
ଅଛି ତାପରେ ଗୋଟେ ଗାଈ ନେଇକି ଆସିছে ଯୋଉଠି ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନ ଫେରୁଛନ୍ତି ଆଉ